ସମସ୍ତଙ୍କୁ ଓଁ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା 9ଟି ଗ୍ରହ ଦୋଷ ଯୋଗୁଁ କେଉଁ ସବୁ ରୋଗ ହୋଇଥାଏ ଜାଣିବା। ତାପରେ ଜାଣିବା ସୁସ୍ଥ ରହିବାକୁ ହେଲେ ଏସବୁ ଟିପ୍ସ ନିହାତି ଜାଣିବା ଆବଶ୍ୟକ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକି ନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଏବେ ଶୁଣିବା ପ୍ରଥମେ ମନକୁ ଛୁଇଁଗଲା ବୋଲି କିଛି ସୁନ୍ଦର କଥା। ଯେଉଁମାନଙ୍କର କିଛି କାମ ନଥାଏ ସେମାନେ ପର ଘର ବୁଲି ବୁଲି ଚୁଗୁଲି କରିବାରେ ସମୟ କାଟନ୍ତି। ତୁମେ ଯଦି ଅନ୍ୟମାନଙ୍କ ପଛରେ ଉପହାସ କରି 2 ପଦ କହିପାରୁଛ ତାହେଲେ ଅନ୍ୟଠୁ 5 ପଦ ନିଜ ବିଷୟରେ ଶୁଣିବା ପାଇଁ ବି ପ୍ରସ୍ତୁତ ରୁହନ୍ତୁ। ଅନ୍ୟମାନଙ୍କୁ ତାତ୍ସଲ୍ୟ କରି ଉପହାସ ଉଡ଼ାଉଥିବା ଲୋକେ ବୋଧହୁଏ ଭୁଲି ଯାଉଛନ୍ତି ଉପରେ ଜଣେ ବସିକି ସବୁ ଦେଖୁଛନ୍ତି। କିଏ କ'ଣ କରୁଛି, କିଏ କ'ଣ କହୁଛି ସେ ସବୁ ବିଚାର କରିବେ। ଆମେ ବିଚାର କରିଲା ବାଲା କିଏ? ଯଦି ତମକୁ କିଏ ଉପହାସ କରୁଛି କରିବାକୁ ଦିଅ, ଯିଏ ହସୁଛି ହସିବାକୁ ଦିଅ, ଯିଏ ଗାଳି ଦେଉଛି ଗାଳି ଦେବାକୁ ଦିଅ। ବୁଝିବାର ବାଲା ଉପରେ ବସି ସବୁ ଦେଖୁଛି, ସେ ହିସାବ କରିବ। 4 ଜଣଙ୍କଠାରୁ ସବୁବେଳେ ଦୂରେଇ ରୁହ। ଯିଏ ଆପଣଙ୍କୁ ବାରମ୍ବାର ମିଛ କହୁଛି, ଯିଏ ଆପଣଙ୍କୁ ଇଜ୍ଜତ ଦିଏନି, ଯିଏ ଆପଣଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛି, ଯିଏ ଆପଣଙ୍କୁ ସବୁବେଳେ ପଛରେ ପକାଇବାକୁ ଚେଷ୍ଟା କରୁଛି। ଯାହା ବି ହୁଏ ସବୁ କିଛି ଭଗବାନଙ୍କ ଇଚ୍ଛାରୁ ହୁଏ ଆଉ ଭଲ ପାଇଁ ବି ହୁଏ। ସେଥିପାଇଁ ଭଗବାନଙ୍କ ଇଚ୍ଛାକୁ କେବେ ହେଲେ ସନ୍ଦେହ କରିବା କଥା ନୁହେଁ। ଚାଲନ୍ତୁ ଜାଣିବା ଏବେ 9ଟି ଗ୍ରହର ଦୋଷ ଯୋଗୁଁ କେଉଁ ରୋଗ ହୁଏ। ସୂର୍ଯ୍ୟ, ରକ୍ତଚାପ, ଦୁର୍ବଳତା, ମୁହଁରେ ଛେପ ଜମିବା। ମଙ୍ଗଳ ଗ୍ରହ ପାଇଁ ବାରମ୍ବାର ଦୁର୍ଘଟଣା, ନିଆଁ ଚେଙ୍କ ଲାଗିବା, ରକ୍ତ ସମ୍ବନ୍ଧୀୟ ରୋଗ, ଦୃଷ୍ଟି ଶକ୍ତି କମିବା, କିଡନୀରେ ଷ୍ଟୋନ୍। ବୁଧ ପାଇଁ ଦାନ୍ତ, ଜିଭ ଏବଂ ବାଣୀ ସମ୍ବନ୍ଧୀୟ ରୋଗ, ଘ୍ରାଣ ଶକ୍ତି କମ୍। ଶୁକ୍ର ପାଇଁ ଚର୍ମ ସମ୍ବନ୍ଧୀୟ, ଯୌନାଙ୍ଗ ସମ୍ବନ୍ଧୀୟ। ଶନି ପାଇଁ ହାଡ଼ରେ ବ୍ୟଥା, କାୟ ଅନିଦ୍ରା, ଚୁଟି ଉପୁଡ଼ିବା। ଚନ୍ଦ୍ର ପାଇଁ ପାଗଳାମି, ହୃଦୟ ସମ୍ବନ୍ଧୀୟ, ମାସିକ ଧର୍ମ ଅନିୟମିତତା। ବୃହସ୍ପତି ପାଇଁ ଅଜୀର୍ଣ୍ଣ, ପେଟ ସମ୍ବନ୍ଧୀୟ ରୋଗ, ମେଦବହୁଳତା। ରାହୁ ପାଇଁ ମୁଣ୍ଡ ସମ୍ବନ୍ଧୀୟ ଦୁର୍ଘଟଣା। କେତୁ ପାଇଁ ଗୋଡ଼ରେ ରୋଗ, କାନ ମେରୁଦଣ୍ଡ ସମ୍ବନ୍ଧୀୟ ଏସବୁ ରୋଗ ଏହି 9ଟି ଗ୍ରହର ଦୋଷ ପାଇଁ ହୋଇଥାଏ। ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ। ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ। ଫ୍ରିଜ୍ ପାଣିରେ ଔଷଧ ଖାଆନ୍ତୁ ନାହିଁ। ଦିନରେ 7-8 ଲିଟର ପାଣି ଗ୍ଲାସ୍ ପିଅନ୍ତୁ। ରାତି 10ଟାରୁ ସକାଳ 4ଟା ପର୍ଯ୍ୟନ୍ତ ଶୋଇବା ସର୍ବଶ୍ରେଷ୍ଠ ସମୟ ହୋଇଥାଏ। ସକାଳୁ ଉଠି କି ବ୍ୟାୟାମ କରନ୍ତୁ। ପ୍ରତିଦିନ ଭଗବାନଙ୍କୁ ପୂଜା କରନ୍ତୁ। ସବୁବେଳେ ଖାଦ୍ୟ ଠିକ୍ ଟାଇମରେ ଖାଆନ୍ତୁ। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। କାରଣ ସେ ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସବୁ ସରିଯାଇଥାଏ। ଭୁଲ କାହାକୁ ଭୁଲ ବୁଝିବା ଆଗରୁ ଥରେ ତା'ର ପରିସ୍ଥିତି ବୁଝିବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ମଣିଷ ବେଳେ ବେଳେ ପରିସ୍ଥିତିରେ ପଡ଼ିକି ଭୁଲ କରି ବସିଥାଏ। ନିଜର କ୍ଷମତା ଏବଂ ଧନ ସମ୍ପତ୍ତିକୁ ନେଇ କେବେ ଗର୍ବ କରନ୍ତୁ ନାହିଁ। କାରଣ ଫୁଲର ସୁଗନ୍ଧ ଆଉ ମଣିଷର ଗର୍ବ ବେଶୀ ଦିନ ରହେନାହିଁ। ପର କଥା ଶୁଣି କେବେ ବି କାହା ବିରୁଦ୍ଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। କାରଣ
ଏଠାରେ ଘର ଭାଙ୍ଗିବା ଲୋକଙ୍କ ଅଭାବ ନାହିଁ, କିନ୍ତୁ ଘର ଯୋଡ଼ିବା ବହୁତ କମ୍। ତେଣୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କାହା କଥାରେ ପଡ଼ି କେବେ ବି ବିଶ୍ୱାସ କରନ୍ତୁ ନାହିଁ। ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ। ଜଣେ କୋଟିପତି ତ ଜଣେ ବ୍ୟକ୍ତି ଭିଖାରୀ ହୋଇପାରେ, ଆଉ ଜଣେ ଗରିବ କାଲିକି କୋଟିପତି ହୋଇପାରେ। ସେଥିପାଇଁ ଟଙ୍କା ପଇସାର ଅହଙ୍କାରରେ କାହାରିକୁ ଛୋଟ ଭାବିବା ଅନୁଚିତ। ସୁଖ ବି ମରିବ, ଦୁଃଖ ବି ମରିବ, ଧନୀ ବି ମରିବ, ଗରିବ ବି ମରିବ, ଭାଗ୍ୟ ବି ମରିବ, ଦୁର୍ଭାଗ୍ୟ ବି ମରିବ। ଏଣୁ ମରିବାକୁ କିଆଁ ଡରିବ? ଏଇ ଦୁନିଆରେ ଥିବ ଯେତେଦିନ ହସ ଖୁସିରେ ଚଳିବ। ଜନମଟା ଯଦି ପ୍ରଶ୍ନ ହୁଏ, ମରଣଟା ହେବ ଉତ୍ତର। ଯାହାକୁ କହୁଛୁ ଅତି ନିଜର, ସିଏ ହୋଇଯିବ ପର। ସ୍ତ୍ରୀ ତୋର ଯିବ ଦୁଆର ପର୍ଯ୍ୟନ୍ତ, ମୁଖାଗ୍ନି ପର୍ଯ୍ୟନ୍ତ ପୁଅ, ବନ୍ଧୁବାନ୍ଧବ ଶ୍ମଶାନ ପର୍ଯ୍ୟନ୍ତ, ପାଉଁଶ ହେବ ତୋ ଦେହ। ଆପଣ ଯେତେ ଭଲ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଆପଣ ନିଶ୍ଚିତ ଭାବରେ କାହାର କାହାଣୀରେ ଖରାପ ହୋଇପାରନ୍ତି। କାରଣ ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ତୁମକୁ ବୁଝନ୍ତି। ଶବ୍ଦ ବି ଏକ ଭୋଜନ। ପ୍ରତ୍ୟେକ ଶବ୍ଦରେ ଏକ ସ୍ୱାଦ ଅଛି। କହିବା ପୂର୍ବରୁ ଚାଖି ନିଅନ୍ତୁ। ନିଜକୁ ଯଦି ଭଲ ନ ଲାଗେ ଅନ୍ୟକୁ ପରସନ୍ତୁ ନାହିଁ। ଆତ୍ମାକୁ ବାଧିଲା ଭଳି କଥା ଯଦି ନିଜେ ସହିପାରୁନ, ତାହେଲେ ଆଉ କାହାକୁ ମଧ୍ୟ ଆତ୍ମାକୁ ବାଧିଲା ଭଳି କଥା କୁହନ୍ତୁ ନାହିଁ। ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲିଯାଉ ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା। କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ହିଁ ପଡ଼ିଥାଏ। ବାପାଙ୍କୁ କେବେ ବି ଅବଜ୍ଞା କର ନାହିଁ। ବାପା ଯେତେ ଗରିବ ହୋଇଥାନ୍ତୁ ନା କାହିଁକି, ବାପାଙ୍କ ପରି ଶକ୍ତ ହାତ ଦୁନିଆରେ କାହାର ନାହିଁ। ଜୀବନରେ ବାଟ ଏକା ଚାଲିବା ଶିଖ। କାହିଁକି ନା ଯିଏ ଆଜି ତୁମ ସହ ବାଟ ଚାଲୁଛି, ସିଏ ସବୁଦିନ ତୁମ ସାଥିରେ ରହିବ ବୋଲି କିଛି ମାନେ ନାହିଁ। ଯେତେବେଳେ ପକ୍ଷୀଟିଏ ବଞ୍ଚିଥାଏ, ସେତେବେଳେ ସେ ଜନ୍ଦା ପିମ୍ପୁଡ଼ି ପୋକଜୋକ ଆଦି ଖାଇଥାଏ। କିନ୍ତୁ ଯେତେବେଳେ ପକ୍ଷୀଟି ମରିଯାଏ, ସେତେବେଳେ ତାକୁ ଜନ୍ଦା ପିମ୍ପୁଡ଼ି ପୋକଜୋକ ଆଦି ଖାଆନ୍ତି। ସମୟ ଓ ପରିସ୍ଥିତି କେତେବେଳେ ବଦଳିଯିବ କେହି କହିପାରିବେ ନାହିଁ। ଏହା କେବେ ବି ସ୍ଥାୟୀ ନୁହେଁ। ତେଣୁ କେବେ କାହାକୁ ହେୟ ମଣନ୍ତୁ ନାହିଁ। ଆପଣ ଶକ୍ତିଶାଳୀ ହୋଇପାରିଥାନ୍ତି, କିନ୍ତୁ ମନେ ରଖନ୍ତୁ ସମୟ ଆପଣଙ୍କଠାରୁ ଅଧିକ ଶକ୍ତିଶାଳୀ। ମଣିଷ ଜୀବନ ଅଢ଼େଇ ଦିନର। ମିଛ ମାୟା ଏ ଭବସାଗର। ଆସିଛୁ ଏକା, ଆଉ ଦିନେ ଯିବୁ ବି ଏକା। ଏମିତି କିଛି କଥା ଦିଅ ନାହିଁ, ଯାହାକୁ ତୁମେ ରଖିପାରିବ ନାହିଁ। ଏମିତି କିଛି ଆଶା କର ନାହିଁ, ଯାହାକୁ ତୁମେ ପାଇପାରିବ ନାହିଁ। କାହାକୁ ଏତେ ଭଲ ପାଅ ନାହିଁ, ଯାହାକୁ ତୁମେ ଭୁଲି ପାରିବ ନାହିଁ। ଏମିତି ବି କାହାକୁ ଖାସ୍ ରଖ ନାହିଁ, କାହିଁକିନା ତୁମେ ହସି ପାରିବ ନାହିଁ। ଏମିତି ବି କାହାକୁ ଘୃଣା କର ନାହିଁ, ଯାହାକୁ ତୁମେ ସବୁଦିନ ପାଇଁ ହରେଇ ବସିବ। ଯିଏ ରାଗିଥିବ କିମ୍ବା ଅଭିମାନ କରିଥିବ, ତାକୁ ବୁଝେଇଲେ ସେ ବୁଝିବ। ଯିଏ ବଦଳି ଯାଇଛି, ତାକୁ ଯେତେ ବୁଝେଇଲେ ବି ସେ ଆଉ କେବେ ବୁଝିବ ନାହିଁ। ଆଘାତ ନ ପାଇଲେ ନିଜର ଲୋକଙ୍କୁ ଚିହ୍ନି ହୁଏନା। ବିପଦ ନ ପଡ଼ିଲେ ବନ୍ଧୁ ଚିହ୍ନି ହୁଏନା। ଗରିବଟିଏ ଦୋଷ କଲେ ସମସ୍ତେ ଓକିଲାତି କରିବାକୁ ଦୌଡ଼ି ଆସିଥାନ୍ତି। ଧନୀ ଲୋକଟିଏ ଦୋଷ କଲେ ତା ଦୋଷକୁ ଚପେଇ ଦେଇଥାନ୍ତି। ଯଦି ସୁଖ ଚାହୁଁଛ, ରାତି ଅନିଦ୍ରା ହୁଅ ନାହିଁ। ଯଦି ଶାନ୍ତି ଚାହୁଁଛ, ଦିନରେ ଶୋଇବ ନାହିଁ। ଯଦି ସମ୍ମାନ ଚାହୁଁଛ, ତାହେଲେ ଫାଲତୁ କଥା ହୁଅ ନାହିଁ। ଯଦି ଭଲ ପାଇବା ଚାହୁଁଛ, ନିଜ ପରିବାରକୁ କେବେ ଛାଡ଼ନ୍ତୁ ନାହିଁ। ଯଦି ଆଜିର ଅନୁଚିନ୍ତା ପସନ୍ଦ ଆସିଲା, ସବସ୍କ୍ରାଇବକୁ ଟଚ୍ କରନ୍ତୁ।
ଓଁ ସାଇରାମ, ଜୟ ସାଇରାମ।